ନମସ୍କାର। ରଜ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ରଜରେ ଚାଲନ୍ତୁ ଗୋଟେ ସ୍ପେଶାଲ ମିଠା ଆମେ ବନେଇବା ପୁରାପୁରି ସୁଗାର ଫ୍ରି ଆଉ ବହୁତ ସାରା ଡ୍ରାଏ ଫ୍ରୁଟ୍ସରେ ଲୋଡେଡ୍। ଆଉ ଦେଖିପାରୁଥିବେ ଆପଣମାନେ କେତେ ସୁନ୍ଦର ଲାଗୁଛି। ଆଜି ଆମେ ବନେଇବା ଖଜୁର ପ୍ୟାକ୍। ତ ଚାଲନ୍ତୁ ଫଟାଫଟ ଆର ରେସିପି ଦେଖିନେବା। ତ ଖଜୁର ପ୍ୟାକ୍ ବନେଇବା ପାଇଁ ଆମକୁ ଖଜୁରୀ ଦରକାର। ତ ମୁଁ ଏଠି ଖଜୁରୀ ନେଇଛି, ଏହାକୁ ମୁଁ ଗରମ ପାଣିରେ ସୋକ୍ କରିବା ପାଇଁ ରଖିଦେଇଛି। ଆଉ 4ଟା ଆପ୍ରିକଟ୍ ମଧ୍ୟ ମୁଁ ଏଥିରେ ପକାଇ ଦେଇଛି। ଆପଣମାନେ ଚାହିଁଲେ ଏଥିରେ ଅଞ୍ଜିର ପକାଇ ପାରିବେ। ଯେକୌଣସି ଡ୍ରାଏ ଫ୍ରୁଟ୍ସ ଆପଣମାନଙ୍କୁ ପସନ୍ଦ ଆପଣମାନେ ଏଥିରେ ପକାଇ ପାରିବେ। ଏହାକୁ ଆମେ କଭର୍ କରିକି 10 ମିନିଟ୍ ଯାଏ ରେଷ୍ଟରେ ଛାଡ଼ିଦେବା। ଏବେ ଚାଲନ୍ତୁ ଆମେ କିଛି ଡ୍ରାଏ ଫ୍ରୁଟ୍ସ କାଟି ନେବା। ତ ମୋ ପାଖରେ କିଛି କାଜୁ, ଆଲମଣ୍ଡ ଆଉ କିଛି ଗ୍ରୀନ୍ ପିସ୍ତା ଥିଲା, ତ ମୁଁ ତାକୁ ଫାଇନଲି ଚପ୍ କରିକି ନେଇଯାଇଛି। ଆଉ ଯେଉଁ ୟେଲୋ କିସମିସ୍ ଆଉ ବ୍ଲାକ୍ କିସମିସ୍ ମୁଁ ରଖିଛି ତାକୁ ଆମେ ଗ୍ରାଇଣ୍ଡିଙ୍ଗ କରିବା ପାଇଁ ରଖିଦେବା। ତ ଏଠି ମୁଁ କିଛି କାଜୁ, ଆଲମଣ୍ଡ ଆଉ ଗ୍ରୀନ୍ ପିସ୍ତାକୁ କାଟି ନେଇଛି। ଆପଣମାନେ ଏଥିରେ ଯେକୌଣସି ସିଡ୍ସ ପକାଇ ପାରିବେ। ଆପଣମାନଙ୍କ ପାଖରେ ଯାହା ବି ଡ୍ରାଏ ଫ୍ରୁଟ୍ସ ଅଛି ଆପଣମାନେ ଏଥିରେ ପକାଇ ପାରିବେ। ତ ଏହାକୁ ଆମେ ବିନା ଚିନି ବିନା ଗୁଡ଼ରେ କରିବା, ପୁରାପୁରି ସୁଗାର ଫ୍ରି ଆମେ କରିବା। ଆଉ ଯେହେତୁ ଖଜୁରୀ ମିଠା ଥାଏ ତ ଆମକୁ ଆଉ କିଛି ବି ଏକ୍ସଟ୍ରା ମିଠା ଆଡ଼୍ କରିବା ଦରକାର ନାହିଁ। ତ ଦେଖନ୍ତୁ କଡ଼େଇରେ ମୁଁ କିଛି ଧଳା ରାଶିକୁ ଭାଜି ନେଇଛି। ତ ଧଳା ରାଶି ଭଲ ଭାବରେ ଆମେ ଭାଜି ନେବା। ଆଉ ଏହାକୁ ଗୋଟେ ପ୍ଲେଟ୍କୁ କାଢ଼ିକି ଆମେ ଥଣ୍ଡା କରିନେବା ଏବଂ ସେହି କଡ଼େଇରେ ଆମେ 1 ଚାମଚ ଘିଅ ଗରମ କରିବା। ଆମକୁ କେବଳ 1 ଚାମଚ ଘିଅ ହିଁ ଦରକାର। ଏଇ 1 ଚାମଚ ଘିଅରେ ହିଁ ଆମେ ସବୁ ରେସିପି ବନେଇବା। ତ ଏବେ ଆମେ ଡ୍ରାଏ ଫ୍ରୁଟ୍ସକୁ ଏଥିରେ ହାଲକା ହାଲକା ଭାଜି ନେବା, କ୍ରଞ୍ଚି ହେବା ଯାଏଁ। 3-4 ମିନିଟ୍ ଏହାକୁ ଭାଜିଲେ ଆମର ଡ୍ରାଏ ଫ୍ରୁଟ୍ସ କ୍ରଞ୍ଚି ହୋଇଯାଇଥିଲା। ତ ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିକି ଏହାକୁ ମଧ୍ୟ ଗୋଟେ ପ୍ଲେଟ୍କୁ କାଢ଼ିକି ଆମେ ଥଣ୍ଡା କରିନେବା। ଏବେ ଚାଲନ୍ତୁ 10ରୁ 15 ମିନିଟ୍ ହୋଇଗଲାଣି, ଆମର ଖଜୁରୀ ମଧ୍ୟ ଭଲ ଭାବରେ ଭିଜିଗଲାଣି। ତ ଆମେ ସବୁତକ ଖଜୁରୀରୁ ମଞ୍ଜି ଛଡ଼େଇକି ନେଇଯିବା। ଆଉ ମୁଁ ଯେଉଁ ଆପ୍ରିକଟ୍ ଭିଜେଇକି ରଖିଥିଲି ସେ ଆପ୍ରିକଟ୍ରୁ ମଧ୍ୟ ମୁଁ ମଞ୍ଜି ଛଡ଼େଇକି ନେଇଯାଇଛି। ଏସବୁକୁ ଆମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇଦେବା। ଆଉ ଏଥିରେ ମୁଁ କିଛି ବ୍ଲାକ୍ କିସମିସ୍ ଆଉ କିଛି ୟେଲୋ କିସମିସ୍ ମଧ୍ୟ ଆଡ଼୍ କରିଥିଲି। ଆଉ ଅଳ୍ପ ପାଣି ଦେଇକି ଆମେ ଏହାର ଗୋଟେ ସ୍ମୁଥ୍ ପେଷ୍ଟ ବନେଇ ନେବା। ତ ଦେଖନ୍ତୁ ଖଜୁରୀର ପେଷ୍ଟ ରେଡ଼ି ହୋଇସାରିଲାଣି। ଏବେ ଆମେ ସବୁକୁ ଗୋଟେ କଡ଼େଇରେ ଦେଇଦେବା। ଆଉ ଆମେ ଏହାର ପାଣି ଶୁଖିଲା ଯାଏଁ ଏହାକୁ ଭାଜି ନେବା। ତ 3-4 ମିନିଟ୍ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଏହାକୁ ଭାଜିଲା ପରେ ଏଥିରୁ ସବୁତକ ପାଣି ଶୁଖିଯାଇଥିଲା। ଏଥିରେ ଆମେ ଯେଉଁ ଡ୍ରାଏ ଫ୍ରୁଟ୍ସକୁ ଭାଜିକି ରଖିଥିଲେ ତାକୁ ଦେଇଦେବା। ଆଉ ଧଳା ରାଶିରୁ ଅଳ୍ପ ଧଳା ରାଶି ମୁଁ ଏଥିରେ ଦେଇଦେଇଛି। ଆଉ କିଛି ଧଳା ରାଶି ମୁଁ ପଛରେ ରଖିଦେଇଛି ଗାର୍ନିଶ୍ ପାଇଁ। କିଛି ଡ୍ରାଏ କୋକୋନଟ୍କୁ ମୁଁ କୋରିକି ଏଥିରେ ପକାଇ ଦେଇଥିଲି। ଆଉ ଭଲ ଭାବରେ ମିକ୍ସ କଲା ପରେ ଏହାକୁ ମୁଁ ଗୋଟେ ବଟର ପେପରରେ କାଢ଼ି ଦେଇଥିଲି। ଏହାକୁ ଭଲ ଭାବରେ ଆମେ ରୋଲ୍ କରିନେବା। ଆଉ ଏହାକୁ ଫ୍ରିଜ୍ରେ ଆମେ 4 ଘଣ୍ଟା ପାଇଁ ସେଟ୍ ହେବା ପାଇଁ ଛାଡ଼ିଦେବା। ଆଉ କିଛି ଧଳା ରାଶିକୁ ଯେଉଁ ଆମେ ଭାଜିକି ରଖିଥିଲି ତାକୁ ମୁଁ ଭଲ ଭାବରେ ସ୍ପ୍ରେଡ଼୍ କରିକି ଲଗାଇ ନେଇଛି। ଆଉ ଯେଉଁ ରୋଲ୍ କରିକି ଆମେ ରଖିଥିଲେ ଫ୍ରିଜ୍ରେ 4 ଘଣ୍ଟା ପରେ କାଢ଼ିକି ତାକୁ ଆମେ ଧଳା ରାଶିରେ ଭଲ ଭାବରେ ରୋଲ୍ କରିନେବା, ଯାହାଫଳରେ କି ଧଳା ରାଶି ଭଲ ଭାବରେ କୋଟ୍ ହେଇକି ଲାଗିଯିବ। ଆପଣମାନେ ଚାହିଁଲେ ପୋସ୍ତକୁ ଅଳ୍ପ ଫ୍ରାଏ କରିକି ଏଥିରେ କୋଟ୍ କରିପାରିବେ। ତ ମୋ ପାଖରେ ଧଳା ରାଶି ଥିଲା, ତ ମୁଁ ଧଳା ରାଶିରେ ହିଁ ଏହାକୁ କୋଟ୍ କରି ନେଇଥିଲି। ଆଉ ଦେଖିପାରୁଥିବେ କେତେ ସୁନ୍ଦର ଟେମ୍ପଟିଂ ଲାଗୁଛି। ଦେଖିବାକୁ ଯେତେ ସୁନ୍ଦର ଆଉ ଖାଇବାକୁ ମଧ୍ୟ ଏହା ସେତିକି ଟେଷ୍ଟି ହୋଇଥାଏ। ସମସ୍ତେ ଏହାକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଆପଣମାନେ ଏଇ ରଜରେ ନିଶ୍ଚୟ ଭାବରେ ଏଇ ମିଠାକୁ ଘରେ ବନାନ୍ତୁ। ଏହା ବିନା ଚିନି ବିନା ଗୁଡ଼ରେ ହୋଇଥାଏ, ସୁଗାର ଫ୍ରି ହୋଇଥାଏ। ତ ସମସ୍ତେ ଏହାକୁ ଖାଇପାରିବେ। ଆଉ ବହୁତ ସାରା ଡ୍ରାଏ ଫ୍ରୁଟ୍ ଥାଏ। ତ ବହୁତ ହି ହେଲ୍ଦି ରେସିପି। ଆପଣମାନେ ନିଶ୍ଚୟ ଭାବରେ ଏଇ ରଜରେ ଘରେ ବନାନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ। ମୁଁ ଆପଣମାନଙ୍କୁ ଭାଙ୍ଗିକି ମଧ୍ୟ ଦେଖାଉଛି, ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ହେଇଛି ରେସିପି। ଯଦି ଆପଣମାନଙ୍କୁ ମୋ ରେସିପି ପସନ୍ଦ ଆସିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ ଭାବରେ କରିବେ। ଜୟ ଜଗନ୍ନାଥ।